ନମସ୍କାର। ଆଜିର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆମ ପାଖରେ ଓଡ଼ିଆ ବ୍ୟାକରଣର କିଛି ବଛା ବଛା ପ୍ରଶ୍ନ ଅଛି। କିନ୍ତୁ ଆମେ କେବଳ ଉତ୍ତର ଖୋଜିବାନି, ଆମର ଉଦ୍ଦେଶ୍ୟ ହେଉଛି ଏହି ପ୍ରଶ୍ନଗୁଡ଼ିକୁ ଗୋଟେ ଚାବି ଭଳି ବ୍ୟବହାର କରିବା ଆଉ ଓଡ଼ିଆ ଭାଷାର ତାର ଗଠନକୁ ବୁଝିବା। ଏହା ଏକ ବହୁତ ଭଲ ଉପାୟ, କାରଣ ବ୍ୟାକରଣକୁ କେବଳ ଶୁଖିଲା ନିୟମ ଭାବେ ନ ଦେଖି ଭାଷାର କାର୍ଯ୍ୟକାରିତା ଆଉ ତାର ସୌନ୍ଦର୍ଯ୍ୟକୁ ବୁଝିବାର ଏହା ଏକ ଭଲ ମାଧ୍ୟମ। ଠିକ୍। ତେବେ ଚାଲନ୍ତୁ ଆମର ପ୍ରଥମ ପ୍ରଶ୍ନରୁ ହିଁ ଆରମ୍ଭ କରିବା। ପ୍ରଶ୍ନଟି ହେଉଛି, ତାକୁ ଦେଖିଲେ ଏହି ବାକ୍ୟରେ ତାକୁ କେଉଁ କାରକ? ଆଉ ବିକଳ୍ପଗୁଡ଼ିକ ହେଲା ଏ କର୍ତ୍ତା, ବି କର୍ମ, ସି ସମ୍ପ୍ରଦାନ ଆଉ ଡି ଅପାଦାନ। ଏଠି ଦେଖନ୍ତୁ, ସଠିକ ଉତ୍ତର ହେବ ବି କର୍ମ। ଏହାକୁ ବୁଝିବାର ସବୁଠୁ ସହଜ ଉପାୟ ହେଲା ଆପଣ କ୍ରିୟାକୁ ପ୍ରଶ୍ନ ପଚାରନ୍ତୁ। କ୍ରିୟା ହେଉଛି ଦେଖିଲେ। ଯଦି ଆମେ ପଚାରିବା କାହାକୁ ଦେଖିଲେ, ତେବେ ଉତ୍ତର କ'ଣ ଆସୁଛି? ତାକୁ। ଏକଦମ। ତେଣୁ ତାକୁ ହେଉଛି କର୍ମକାରକ, ମାନେ ଯାହା ଉପରେ କ୍ରିୟାର ପ୍ରଭାବ ସିଧାସଳଖ ପଡ଼ୁଛି। ଏଇଟା ବୁଝା ପଡ଼ିଲା। ଯିଏ କାମ କରେ ସେ କର୍ତ୍ତା ଆଉ ଯାହା ଉପରେ ପ୍ରଭାବ ପଡ଼େ ସେ କର୍ମ। କିନ୍ତୁ ଏଠି ମୋର ଗୋଟେ ଦ୍ୱନ୍ଦ୍ୱ ଆସୁଛି। ଯଦି ବାକ୍ୟଟି ଥାନ୍ତା ତାକୁ ଜ୍ୱର ହେଉଛି, ସେଠି ତ ତାକୁ ହିଁ ଜ୍ୱରକୁ ଅନୁଭବ କରୁଛି, ସେ ତ ମୁଖ୍ୟ ଭଳି ଲାଗୁଛି। ତେବେ ସେଠି ତାକୁ କ'ଣ ହବ? ଆଚ୍ଛା, ଏହା ଏକ ବହୁତ ଭଲ ପ୍ରଶ୍ନ, ଆଉ ଏଇଠି ହିଁ ଭାଷାର ସୂକ୍ଷ୍ମତା ଦେଖିବାକୁ ମିଳେ। ଦେଖନ୍ତୁ, ତାକୁ ଜ୍ୱର ହେଉଛି ବାକ୍ୟରେ କ୍ରିୟା ହେଉଛି ହେଉଛି। ଯଦି ଆମେ ପଚାରିବା କ'ଣ ହେଉଛି, ଉତ୍ତର ଆସିବ ଜ୍ୱର। ଓହୋ। ତେଣୁ ଏହି ବାକ୍ୟରେ ମୁଖ୍ୟ କର୍ତ୍ତା ହେଉଛି ଜ୍ୱର। ତାକୁ ଏଠାରେ କାର୍ଯ୍ୟର ଗ୍ରହୀତା, କିନ୍ତୁ ସେ କର୍ତ୍ତା ନୁହେଁ, କାରଣ ସେ ନିଜେ କିଛି କରୁନି, ବରଂ ତା ଉପରେ କିଛି ଘଟୁଛି। ବାଃ, ଏବେ ପୁରା ସ୍ପଷ୍ଟ ହେଲା। ତେବେ କିଛି ଶବ୍ଦର ଭୂମିକା ତ ବାକ୍ୟ ଅନୁସାରେ ବଦଳୁଥାଏ, କିନ୍ତୁ କିଛି ଶବ୍ଦ ଅଛନ୍ତି ଯାହାର ଭୂମିକା ସବୁବେଳେ ସ୍ଥିର ରହେ, ନା? ହଁ। ଏଇଟା ଆମକୁ ଆମ ପରବର୍ତ୍ତୀ ପ୍ରଶ୍ନକୁ ନେଇଯାଉଛି। ପ୍ରଶ୍ନଟି ହେଲା, କାହିଁକି ଶବ୍ଦଟି କେଉଁ ପଦଶ୍ରେଣୀର? ବିକଳ୍ପଗୁଡ଼ିକ ହେଲା ଏ ସର୍ବନାମ, ବି ଅବ୍ୟୟ, ସି ବିଶେଷଣ ଆଉ ଡି ଉଦ୍ବୋଧନ। ଏକଦମ। ଆପଣ ଠିକ୍ ଜାଗାକୁ ଆସିଛନ୍ତି। ଯେଉଁ ପଦର ଲିଙ୍ଗ, ବଚନ, କାଳ କିମ୍ବା କାରକ ଅନୁସାରେ କୌଣସି ପରିବର୍ତ୍ତନ ବା ବ୍ୟୟ ହୁଏ ନାହିଁ, ତାହାକୁ ହିଁ ଅବ୍ୟୟ କୁହାଯାଏ। ଆଚ୍ଛା। କାହିଁକି? ସେମିତି ଗୋଟେ ଶବ୍ଦ। ଆପଣ କହିପାରିବେ, ସେ କାହିଁକି ଗଲା, ସେମାନେ କାହିଁକି ଯିବେ। ଦେଖନ୍ତୁ, କର୍ତ୍ତା, କାଳ ସବୁ ବଦଳିଗଲା, କିନ୍ତୁ କାହିଁକି ଶବ୍ଦଟି ସେମିତି ଅଛି। ହଁ, ଠିକ୍ କଥା। ତେଣୁ ଏହାର ଉତ୍ତର ହେବ ବି ଅବ୍ୟୟ। ଅର୍ଥାତ୍ ଏଗୁଡ଼ିକ ହେଲେ ଭାଷାର ସ୍ଥିର ସ୍ତମ୍ଭ, ଯେଉଁମାନେ ବଦଳନ୍ତି ନାହିଁ। ଯେମିତିକି ଏବଂ, କିନ୍ତୁ, ହଠାତ୍। ହଁ, ସେ ସବୁ ଅବ୍ୟୟ। ବୁଝିଗଲି। ତେବେ ଆମେ ଶବ୍ଦର ଭୂମିକା ଦେଖିଲେ, ଏବେ ଚାଲନ୍ତୁ ଭାଷାର ଇଞ୍ଜିନ୍ କ୍ରିୟାପଦ ଆଉ ତାର ସମୟ ଧାରଣା ବିଷୟରେ କଥା ହେବା। ନିଶ୍ଚିତ ଭାବରେ। କ୍ରିୟା କେବଳ କାମକୁ ବୁଝାଏନି, ଏହା ସମୟ ଆଉ ବକ୍ତାର ମନୋଭାବକୁ ବି ଦେଖାଏ। ସେ ମନୋଭାବ ଉପରେ ହିଁ ଆମର ପରବର୍ତ୍ତୀ ପ୍ରଶ୍ନ। ପ୍ରଶ୍ନଟି ହେଲା, ସେ ଦୂରେ ଯାଇଥିବ। ଏହି ବାକ୍ୟର କାଳ କ'ଣ? ବିକଳ୍ପଗୁଡ଼ିକ ହେଲା ଏ ପ୍ରେଜେଣ୍ଟ ପରଫେକ୍ଟ, ବି ଫ୍ୟୁଚର ପରଫେକ୍ଟ, ସି ପାଷ୍ଟ କନଜକ୍ଚୁରାଲ ବା ଅନୁମାନ ଏବଂ ଡି ହ୍ୟାବିଚୁଆଲ ପାଷ୍ଟ। ଏଠି ସବୁଠୁ ଆକର୍ଷଣୀୟ ଶବ୍ଦଟା ହେଲା ଯାଇଥିବ। ଦେଖନ୍ତୁ, ଏଇଟା ଗୋଟେ ନିଶ୍ଚିତ ଘଟଣାକୁ କହୁନି। ଯଦି ନିଶ୍ଚିତ ହୋଇଥାନ୍ତା, ତେବେ ବାକ୍ୟଟା ହୁଏତ ସେ ଦୂରେ ଯାଇଛି କିମ୍ବା ଯାଇଥିଲା ହୋଇଥାନ୍ତା। କିନ୍ତୁ ଯାଇଥିବ ଗୋଟେ ଏକ ସମ୍ଭାବନା ବା ଅନୁମାନକୁ ବୁଝାଉଛି। ଯିବା କାମଟା ଅତୀତରେ ହୋଇଛି, କିନ୍ତୁ କହୁଥିବା ଲୋକ ସେ ବିଷୟରେ ଏବେ କେବଳ ଅନୁମାନ କରୁଛନ୍ତି। ଆଚ୍ଛା। ତେଣୁ ଏହାକୁ ଅନୁମାନ ସୂଚକ ଅତୀତ କାଳ ବା ପାଷ୍ଟ କନଜେକ୍ଚୁରାଲ କୁହାଯାଏ। ଉତ୍ତର ହେବ ସି। ୱାହ, ଏହା ତ ଭାରି ମଜାଦାର। କାଳ ଭିତରେ ଥିବାର ଏକ ମନୋଭାବ। ତେବେ ଓଡ଼ିଆରେ କ'ଣ ଏମିତି ଆହୁରି ଅଲଗା ଅଲଗା ମନୋଭାବ ପାଇଁ ସ୍ୱତନ୍ତ୍ର ରୂପ ଅଛି? ଏହା ଏକ ଗଭୀର ପ୍ରଶ୍ନ। ସିଧାସଳଖ ନିର୍ଦ୍ଦିଷ୍ଟ କାଳ ନଥିଲେ ବି ଆମେ କ୍ରିୟାର ଅଲଗା ଅଲଗା ରୂପରେ ଏହି ଭାବ ପ୍ରକାଶ କରୁ। ଯେମିତିକି ମୁଁ ଯାଇଥାନ୍ତି କି, ଏଇଟା ଗୋଟେ ଇଚ୍ଛା ବା ଅନୁତାପ। କିମ୍ବା ତାକୁ ଯିବାକୁ ପଡ଼ିବ, ଏଇଟା ବାଧ୍ୟବାଧକତା। ତେଣୁ କ୍ରିୟାର ରୂପ କେବଳ ସମୟ ନୁହେଁ, ବକ୍ତାର ଦୃଷ୍ଟିକୋଣକୁ ବି ବୁଝାଏ। ଏହା କ୍ରିୟାକୁ ଆହୁରି ରୋଚକ କରିଦେଉଛି।
କ୍ରିୟାର ଏମିତି ଆଉ ଗୋଟେ ରୂପ ଉପରେ ଆମର ପରବର୍ତ୍ତୀ ପ୍ରଶ୍ନ। ମୁଁ ତାଙ୍କୁ ଯାଇବାକୁ କହିଲି। ଏଠାରେ ଯାଇବାକୁର ଭାଷା ଶ୍ରେଣୀ କ'ଣ? ବିକଳ୍ପ ଏ କ୍ରିୟା ବିଶେଷଣ, ବି ଉପପଦ, ସି ଧାତୁ ନିଷ୍ପନ୍ନ ବିଭକ୍ତି ପ୍ରତ୍ୟୟଯୁକ୍ତ ଶବ୍ଦ ବା ଇନଫିନିଟିଭ୍ ଭର୍ବ ଏବଂ ଡି ପାର୍ଟିସିପଲ୍। ଏହି ବାକ୍ୟରେ ଦୁଇଟା କ୍ରିୟାର ସୂଚନା ଅଛି, ଯିବା ଆଉ କହିବା। କିନ୍ତୁ ମୁଖ୍ୟ କ୍ରିୟା ହେଉଛି କହିଲି। ଯାଇବାକୁ ଶବ୍ଦଟି ଏଠି ମୁଖ୍ୟ କ୍ରିୟାର ଉଦ୍ଦେଶ୍ୟକୁ ବୁଝାଉଛି। କାହିଁକି କହିଲି? ଯାଇବାକୁ ହଁ, ଏହା କ୍ରିୟାର ଧାତୁ ଯା ସହିତ ଇବାକୁ ପ୍ରତ୍ୟୟ ଯୋଗ ହୋଇ ତିଆରି। ଏହା ଇଂରାଜୀର ଇନଫିନିଟିଭ୍ ଭର୍ବ ମାନେ ଟୁ ଗୋ ପରି। ତେଣୁ ଉତ୍ତର ହେବ ସି। ଓହୋ, ତେବେ ଏମିତି କାମ କରୁଛି ଯେମିତି ଯାଇବାକୁ ଶବ୍ଦଟି ପୁରା ଯିବା କାମକୁ ଗୋଟେ ପ୍ୟାକେଜ ବା ଧାରଣାରେ ପରିଣତ କରିଦେଉଛି। ଏକଦମ ସଠିକ ବିଶ୍ଳେଷଣ। ଆଉ ତା ଉପରେ କହିଲି କ୍ରିୟାଟି କାମ କରୁଛି। ବିଲକୁଲ, ଏହା ହିଁ ଏହାର ପ୍ରକୃତ କାର୍ଯ୍ୟ। ଏହା ଏକ କ୍ରିୟାକୁ ବାକ୍ୟରେ ଗୋଟେ ନୂଆ ଭୂମିକା ଦିଏ। ବହୁତ ଭଲ ଭାବରେ ବୁଝାପଡ଼ିଲା। ହେଲା, ତେବେ ଆମେ ଭାଷାର ମୂଳଦୁଆ ଆଉ ଇଞ୍ଜିନ୍ ଦେଖିଲେ। ଏବେ ଚାଲନ୍ତୁ ଦେଖିବା ଓଡ଼ିଆ ଭାଷା କେମିତି ଶବ୍ଦଗୁଡ଼ିକୁ ଯୋଡ଼ି ନୂଆ ଅର୍ଥ ତିଆରି କରେ। ପ୍ରଥମେ ପ୍ରତ୍ୟୟରୁ ଆରମ୍ଭ କରିବା। ପ୍ରଶ୍ନଟି ହେଲା, ଗଛ ମାନେ ଶବ୍ଦରେ କେଉଁ ପ୍ରତ୍ୟୟ ଅଛି? ଏ ବହୁବଚନ ପ୍ରତ୍ୟୟ ମାନେ, ବି ବ୍ୟକ୍ତିବାଚକ ପ୍ରତ୍ୟୟ, ସି ସ୍ଥାନବାଚକ ପ୍ରତ୍ୟୟ, ଡି ପ୍ରାଚୀନ ପ୍ରତ୍ୟୟ। ଏଇଟା ତ ସରଳ କିନ୍ତୁ ଗୋଟେ ମୌଳିକ ପ୍ରଶ୍ନ। ଓଡ଼ିଆରେ ଏକବଚନର ବହୁବଚନ କରିବା ପାଇଁ ମାନେ ଗୋଟେ ବହୁତ ସାଧାରଣ ପ୍ରତ୍ୟୟ। ଗଛ ହେଉଛି ଏକବଚନ, ଆଉ ତା ସହିତ ମାନେ ଲାଗି ଗଛ ମାନେ ହେଲା। ତେଣୁ ଉତ୍ତର ହେଉଛି ଏ ବହୁବଚନ ପ୍ରତ୍ୟୟ ମାନେ। ଠିକ୍ ଅଛି। ଆମେ ତ ଗୁଡ଼ିକ ବା ଗୁଡ଼ାକ ବି ବ୍ୟବହାର କରୁ, ଯେମିତିକି ଗଛଗୁଡ଼ିକ। ଏ ଦୁଇଟା ଭିତରେ କ'ଣ କିଛି ଫରକ ଅଛି? ହଁ, ସାମାନ୍ୟ ପ୍ରୟୋଗଗତ ପାର୍ଥକ୍ୟ ଅଛି। ମାନେ ସାଧାରଣତଃ ଏକ ସାମୂହିକ ଗୋଷ୍ଠୀକୁ ବୁଝାଏ, ଆଉ ଗୁଡ଼ିକ ବା ଗୁଡ଼ାକ ଏକ ନିର୍ଦ୍ଦିଷ୍ଟ ସମୂହକୁ ବେଶୀ ସୂଚାଏ। କିନ୍ତୁ ଉଭୟ ବହୁବଚନର ସୂଚକ। ଏହି ରୂପ କ'ଣ? ବିକଳ୍ପ ଏ ପଜିଟିଭ୍ ଡିଗ୍ରୀ, ବି କମ୍ପାରେଟିଭ୍ ଡିଗ୍ରୀ, ସି ସୁପରଲେଟିଭ୍ ଡିଗ୍ରୀ, ଡି ନନ୍। ଏଠାରେ ଆମେ ବିଶେଷଣର ତାରତମ୍ୟ ବିଷୟରେ କଥା ହେଉଛି। ଓଡ଼ିଆରେ 3ଟି ସ୍ତର ଅଛି। ମୂଳ ରୂପ ହେଲା ସୁନ୍ଦର, ଯାହା ପଜିଟିଭ୍ ଡିଗ୍ରୀ। ହଁ, ଦୁଇ ଜଣଙ୍କ ମଧ୍ୟରେ ତୁଳନା କଲେ ଆମେ ତର ଲଗାଉ, ଯେମିତି ସୁନ୍ଦରତର। ଏଇଟା ହେଲା କମ୍ପାରେଟିଭ୍ ଡିଗ୍ରୀ। ଆଉ ଯେତେବେଳେ ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିବା, ସେତେବେଳେ ତମ ଲାଗେ, ଯେପରିକି ସୁନ୍ଦରତମ। ମାନେ ସୁପରଲେଟିଭ୍ ଡିଗ୍ରୀ। ଏକଦମ। ତେଣୁ ଉତ୍ତର ହେଉଛି ସି। ତେବେ ତର ମାନେ ଦୁଇ ଜଣଙ୍କ ଭିତରେ, ଆଉ ତମ ମାନେ ସମସ୍ତଙ୍କ ଭିତରେ। କିନ୍ତୁ ଓଡ଼ିଆରେ କ'ଣ ତୁଳନା କରିବା ପାଇଁ କେବଳ ଏହି ପ୍ରତ୍ୟୟ ହିଁ ଅଛି? ଆମର ପରବର୍ତ୍ତୀ ପ୍ରଶ୍ନ ବୋଧେ ଏହାର ଉତ୍ତର ଦେବ। ପ୍ରଶ୍ନଟି ହେଲା, ସେ ମୋଠାରୁ ବଡ଼, ଏହା କେଉଁ ଡିଗ୍ରୀ? ବିକଳ୍ପ ଏ ପଜିଟିଭ୍, ବି କମ୍ପାରେଟିଭ୍, ସି ସୁପରଲେଟିଭ୍, ଡି ଆବସୋଲ୍ୟୁଟ୍। ଦେଖିଲେ ତ, ଏଇଠି କୌଣସି ତର ବା ତମ ପ୍ରତ୍ୟୟ ନାହିଁ। ହଁ, କିନ୍ତୁ ତୁଳନାଟା ପୁରା ସ୍ପଷ୍ଟ। ଏଠି ଠାରୁ ଶବ୍ଦଟି ଦୁଇ ଜଣଙ୍କ ମଧ୍ୟରେ, ମାନେ ସେ ଏବଂ ମୁଁ, ତୁଳନାକୁ ଦର୍ଶାଉଛି। ଯେତେବେଳେ ଦୁଇ ଜଣଙ୍କ ଭିତରେ ତୁଳନା ହୁଏ, ତାକୁ କମ୍ପାରେଟିଭ୍ ଡିଗ୍ରୀ କୁହାଯାଏ। ଆଚ୍ଛା, ତେବେ ଆମେ ପ୍ରତ୍ୟୟ ଲଗେଇ କିମ୍ବା ଠାରୁ ବ୍ୟବହାର କରି ବି ତୁଳନା କରିପାରିବା। ହଁ, ବିଲକୁଲ। ତେଣୁ ଉତ୍ତର ହେବ ବି କମ୍ପାରେଟିଭ୍। ଏବେ ଆମେ ଶବ୍ଦ ଯୋଡ଼ିବାର ସବୁଠାରୁ ଶକ୍ତିଶାଳୀ ପ୍ରକ୍ରିୟା ମାନେ ସମାସ ବିଷୟରେ ଆଲୋଚନା କରିବା। ପ୍ରଶ୍ନଟି ହେଲା, ଜଳବିହୀନ କେଉଁ ସମାସ? ବିକଳ୍ପ ଏ କର୍ମଧାରୟ, ବି ବହୁବ୍ରୀହି, ସି ଦ୍ୱିଗୁ ଆଉ ଡି ତତ୍ପୁରୁଷ। ସମାସ ବୁଝିବାକୁ ହେଲେ ଶବ୍ଦକୁ ଭାଙ୍ଗିବାକୁ ପଡ଼ିବ। ଜଳବିହୀନର ଅର୍ଥ ହେଉଛି ଜଳ ଦ୍ୱାରା ବିହୀନ। ଏଠି ଦୁଇଟି ପଦ ଅଛି, ଜଳ ଆଉ ବିହୀନ। ଏବେ କୁହନ୍ତୁ, ମୁଖ୍ୟ ଅର୍ଥ କେଉଁ ପଦ ଉପରେ ନିର୍ଭର କରୁଛି? ଏ ବିହୀନ ଉପରେ, ମାନେ ନଥିବା। ଠିକ୍। ଯେଉଁ ସମାସରେ ଦ୍ୱିତୀୟ ପଦ ବା ଉତ୍ତର ପଦର ଅର୍ଥ ମୁଖ୍ୟ ହୁଏ, ତାହାକୁ ତତ୍ପୁରୁଷ ସମାସ କୁହାଯାଏ। ତେଣୁ ଉତ୍ତର ଡି। ଏହାକୁ ମନେ ରଖିବାର ଭଲ ଉପାୟ, ଯଦି ଦ୍ୱିତୀୟ ଶବ୍ଦଟି ମୁଖ୍ୟ, ତେବେ ତାହା ତତ୍ପୁରୁଷ। ଯେମିତି ରାଜପୁତ୍ରରେ ପୁତ୍ର ମୁଖ୍ୟ। କିନ୍ତୁ ଯେତେବେଳେ ଦୁଇଟି ଯାକ ପଦ ସମାନ ଗୁରୁତ୍ୱପୂର୍ଣ୍ଣ ହୁଅନ୍ତି, ସେତେବେଳେ କ'ଣ ହୁଏ? ଆମର ପରବର୍ତ୍ତୀ ପ୍ରଶ୍ନ ସେଇ ବିଷୟରେ। ପତ୍ରଲତା କେଉଁ ସମାସ? ବିକଳ୍ପ ଏ
କର୍ମଧାରୟ, ବି ଦ୍ୱନ୍ଦ୍ୱ, ସି ବହୁବ୍ରୀହି, ଡି ଦ୍ୱିଗୁ। ବାଃ, ଏହା ଏକ ଚମତ୍କାର ପ୍ରଶ୍ନ। ପତ୍ରଲତାକୁ ଭାଙ୍ଗିଲେ ହେବ ପତ୍ର ଓ ଲତା। ଏଠି ଦେଖନ୍ତୁ, ପତ୍ର ଏବଂ ଲତା ଦୁଇଟିର ଗୁରୁତ୍ୱ ସମାନ, କେହି କାହାଠୁ କମ୍ ନୁହେଁ। ହଁ, ଠିକ୍। ଯେଉଁ ସମାସରେ ସବୁ ପଦର ଅର୍ଥ ସମାନ ଭାବରେ ପ୍ରାଧାନ୍ୟ ପାଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ତେଣୁ ଉତ୍ତର ହେଉଛି ବି ଦ୍ୱନ୍ଦ୍ୱ। ଆଚ୍ଛା। ଜାଣନ୍ତି, ଏଇଟା କେବଳ ଗୋଟେ ବ୍ୟାକରଣ ନିୟମ ନୁହେଁ, ଏହା କ'ଣ କହନ୍ତି, ଏକ ସାଂସ୍କୃତିକ ଦୃଷ୍ଟିକୋଣକୁ ବି ଦେଖାଏ। ସାଂସ୍କୃତିକ ଦୃଷ୍ଟିକୋଣ ସେଟା କେମିତି? ଦେଖନ୍ତୁ, ଆମେ ଯେତେବେଳେ କହୁ ବାପା ମା, ଭାଇ ଭଉଣୀ, ସୁଖ ଦୁଃଖ, ଏସବୁ ଦ୍ୱନ୍ଦ୍ୱ ସମାସ। ଭାଷା ଏଠି କାହାକୁ ଅଧିକ ପ୍ରାଧାନ୍ୟ ଦେଉନି, ଏହା ଦୁଇଟିକୁ ଏକ ଅବିଚ୍ଛେଦ୍ୟ ଏକକ ଭାବରେ ଦେଖୁଛି। ଏହା ସନ୍ତୁଳନ ଏବଂ ସହାବସ୍ଥାନ ଏକ ଦର୍ଶନ। ବାଃ, ଏହା ତ ସମାସକୁ ଦେଖିବାର ଏକ ପୁରା ନୂଆ ଦୃଷ୍ଟିକୋଣ। ମୁଁ କେବେ ଏମିତି ଭାବିନଥିଲି। ହେଲା, ତେବେ ଆମର ଶେଷ ପ୍ରଶ୍ନ, ଏଇଟା ଭାଷାର କଥିତ ରୂପ ବିଷୟରେ। ପ୍ରଶ୍ନଟି ହେଲା, ଭଲେ ଏ ଶବ୍ଦଟି କେଉଁ ଶବ୍ଦର ଦେଶଜ ରୂପ? ବିକଳ୍ପ ଏ ଭଲ, ବି ଭଲବା, ସି ଭଲରେ, ଡି ଭଲରୁ। ଏଠାରେ ଆମେ ମାନକ ଭାଷା ଆଉ କଥିତ ଭାଷା ଭିତରେ ଥିବା ସମ୍ପର୍କକୁ ଦେଖୁଛେ। ଭଲେଇ ହେଉଛି ମାନକ ଓଡ଼ିଆ ଶବ୍ଦ ଭଲରେ ର ଏକ ସ୍ଥାନୀୟ ବା କଥିତ ରୂପ। ଆଚ୍ଛା। ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ଶବ୍ଦ ବହୁତ ବ୍ୟବହାର ହୁଏ, ଯେମିତି କାମଟା ଭଲେଇ କରିଦିଅ। ମୋର ମନେ ଅଛି, ସମ୍ବଲପୁରରେ ମୋ ଆଈ କେବେ ବି ଭଲରେ ବସ୍ କହୁନଥିଲେ, ସେ ସବୁବେଳେ କହୁଥିଲେ ଭଲେଇ କରି ବସ୍। ତେଣୁ ଉତ୍ତର ହେଉଛି ସି ଭଲରେ। ସେହି ଗୋଟିଏ ଶବ୍ଦ ହିଁ ବକ୍ତାର ପରିଚୟ ଦେଇଥାଏ। ତେବେ ଏହି 10ଟି ପ୍ରଶ୍ନ ଭିତରେ ଆମେ ଗୋଟେ ବଡ଼ ଯାତ୍ରା କଲୁ। ଏଥିରୁ ସ୍ପଷ୍ଟ ହେଉଛି ଯେ ବ୍ୟାକରଣ କେବଳ ନିୟମର ସମାହାର ନୁହେଁ, ଏହା ଭାଷାର ତର୍କ, ସୌନ୍ଦର୍ଯ୍ୟ ଆଉ ସଂସ୍କୃତିକୁ ବୁଝିବାର ଏକ ମାଧ୍ୟମ। ଏହା ସମ୍ପୂର୍ଣ୍ଣ ସତ୍ୟ। ଆଉ ଆଜିର ଆଲୋଚନାରୁ ଗୋଟେ ଚିନ୍ତା କରିବା ଭଳି ବିଷୟ ସାମ୍ନାକୁ ଆସୁଛି। ଆମେ ଭଲେଇ ଶବ୍ଦ ବିଷୟରେ କଥା ହେଲେ, ଯାହା ଭଲେରର ଏକ କଥିତ ରୂପ। ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତିଆରି କରୁଛି। ବ୍ୟାକରଣର ନିୟମ ଆଉ ସାଧାରଣ କଥାବାର୍ତ୍ତାର ଭାଷା, ଏହି ଦୁଇଟି ଭିତରେ ଥିବା ସମ୍ପର୍କ ଭାଷାର ଭବିଷ୍ୟତକୁ କେମିତି ପ୍ରଭାବିତ କରେ? ଏହା ଏକ ଗଭୀର ପ୍ରଶ୍ନ। କେଉଁ ସ୍ତରରେ ଗୋଟେ ବ୍ୟାକରଣଗତ ଭୁଲ ବା ଗୋଟେ ଆଞ୍ଚଳିକ ପ୍ରୟୋଗ ଧୀରେ ଧୀରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଭାଷାର ଏକ ନୂଆ ବିବର୍ତ୍ତନରେ ପରିଣତ ହୁଏ? ଏହା ଏକ ବିଚାରଯୋଗ୍ୟ ବିଷୟ।